ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ସେହି କଥା, ସେହି ଦୁଃଖ ଯନ୍ତ୍ରଣାର କଥା ଯେ ଆମମାନେ 2008 ଠାରୁ 18 କିମ୍ବା 2008 ଠାରୁ 20 କିମ୍ବା ଆଉ କିଛି ଆମର ସାନ ଭାଇମାନେ ବାହାରିଛନ୍ତି ଯେ 20 ରୁ 25 ପର୍ଯ୍ୟନ୍ତ ସେ ଯାହା ବି ହେଉଛି ହଉ, ଆମେ ବର୍ତ୍ତମାନ ଡିସ୍କସନ୍ଟି ହେଉଛି ଯେ 8 ଠାରୁ 18 ଗୋଟେ ନ୍ୟୁ ଜିଆଇର ଏକ୍ସଟେନସନ୍ର କଥା। ଏଠି ଆମେ ଶାନ୍ତିପ୍ରିୟ ଭାବରେ ସମସ୍ତ ବିଧାୟକମାନଙ୍କୁ ଆମର ମେମୋରାଣ୍ଡମ୍ ଦେଉଛନ୍ତି ବା ଆମର ପତ୍ର ଦେଉଛନ୍ତି, ଯେଉଁମାନେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଯାଇ ଆମମାନେ ପ୍ରତି ଶାଖାରେ ସେଠାର ଲୋକାଲ ବିଧାୟକଙ୍କୁ ଆମେ ସାକ୍ଷାତ କରାଉଛନ୍ତି ବା ଆମର ମେମୋରାଣ୍ଡମ୍ ଦେଉଛନ୍ତି ବା ଆମର ଲେଟରଟି ଦେଉଛନ୍ତି ଯେ ସାର୍ ଆମ ପାଇଁ ଗୋଟେ ନ୍ୟୁ ଜିଆଇଏ ଏକ୍ସଟେନସନ୍ ହେଉ ବା କରାଯାଉ ବା ଆପଣମାନେ ଦାୟିତ୍ୱ ନିଅନ୍ତୁ ଆମ ପାଇଁ କେମିତି କରିବା ପାଇଁ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ବିଧାନସଭାରେ କହିଥିଲେ ଯେ ଆମେ ଗୋଟେ ହାଇ ପାୱାର କମିଟି କରୁଛୁ, ଯେ ହାଇ ପାୱାର କମିଟି ଫାଇନାଲ୍ କରିବ। ହାଇ ପାୱାର କମିଟି ଖାଲି 488 ଆଉ 662 କାଟାଗୋରୀ ବର୍ଗର କଲେଜମାନଙ୍କର ହେଇଥିଲା, ସେ କଥା ନୁହଁ। ହାଇ ପାୱାର କମିଟି ସ୍କୁଲ ମାନଙ୍କର ବି ହେଇଥିଲା, ଯେଉଁ ମାସ୍ ଏଜୁକେସନ୍ ଅଛି ସେମାନଙ୍କର ବି, ପ୍ରାଇମେରୀ ସ୍କୁଲ ମାନଙ୍କର ବି ହେଇଥିଲା, ଯେ ସେମାନଙ୍କର ଯେଉଁ ବିଧାନସଭା ତତ୍କାଳୀନ ବିଧାନସଭା ଚାଲିବାର ସମୟରେ ସେ 25 ଦିନ କାଳ ଅହରହ ଯେହେତୁ ଷ୍ଟ୍ରାଇକ୍ରେ ବସିଲେ ବା ଆନ୍ଦୋଳନରେ ବସିଲେ, ତାଙ୍କର ଗୋଟେ ସମାଧାନର ପନ୍ଥା ଗତକାଲି ବାହାରିଛି। ଯଦି ତାଙ୍କ ପାଇଁ ହାଇ ପାୱାର କମିଟିର କଥା ଆସୁଥିଲା ବା ହାଇ ପାୱାର କମିଟି କାଲି 30 ପେଜରେ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କୁ ବା ଆମର ଯିଏ ରହିଲେ ଗଣଶିକ୍ଷା ମନ୍ତ୍ରୀ ରହିଲେ ତାଙ୍କୁ ଦେଇଛନ୍ତି, ଯେ 30 ପେଜର ଲେଖା ଦେଇଛନ୍ତି, ଯେ ତାଙ୍କ ପାଇଁ ଯଦି ହେଇପାରୁଛି ତାହେଲେ ଆମ ପାଇଁ କାହିଁ ନୁହଁ। କଥା ହେଲା ଆମେ ଯେହେତୁ ଯେଉଁ ପର୍ଯ୍ୟନ୍ତ ଶାନ୍ତିପ୍ରିୟ ଭାବରେ ଆମର ମେମୋରାଣ୍ଡମକୁ ଦେଉଛନ୍ତି ବା ବିଧାୟକମାନଙ୍କୁ ଯାଇ ଭେଟୁଛନ୍ତି, ସେମାନେ କେଉଁଠି ନା କେଉଁଠି ଆମ ପ୍ରତି ଗୋଟେ ଅବହେଳା କରି ଆସୁଛନ୍ତି। ଯାହା ବି ହେଉଛି ହଉ, ଯେ ଆମର ଏଇ ଯେଉଁ ସଂଘ ତରଫରୁ ଆମେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଆମେ ମେମୋରାଣ୍ଡମ୍ ଦେଲେ କିଛି ଫଳପ୍ରଦ ହେଉଛି କି, କିଛି ଫଳପ୍ରଦ କ'ଣ ହେଉଛି କ୍ୱେଶ୍ଚିନ୍ ମାର୍କରେ ଆମର ସବୁ ତ ରହିଯାଇଛି। କ୍ୱେଶ୍ଚିନ୍ ମାର୍କରେ 17-18 ବର୍ଷ ବା 14 ବର୍ଷ 15 ବର୍ଷର ଜଣିଂ ବା ଏବେ 10 ବର୍ଷ ବି ଜଣିଂ ହେଇଗଲାଣି ଭାଇମାନଙ୍କର, ଯେଉଁମାନେ 20ରୁ ରହିଲେଣି ସେମାନଙ୍କର 5-6 ବର୍ଷ ବି ଜଣିଂ ହେଇଗଲାଣି। କଥା ହେଲା ଏ ସମସ୍ତେ ଦୁଃଖମୟ ଜୀବନ ଭିତରେ ନିଶ୍ଚିତ ଅଛନ୍ତି। ନିଶ୍ଚିତ 488 ଓ 662 କଲେଜର ବର୍ଗ କଲେଜର ଅଧ୍ୟାପିକା ଓ ଅଧ୍ୟାପକ କର୍ମଚାରୀ ବନ୍ଧୁମାନେ ନ୍ୟାୟ ଆଶାୟୀ ଏଠି କହିବାନି, ଏଠି ଜିଆଇଏ ଗୋଟେ ଏକ୍ସଟେନସନ୍ ଆଶାୟୀ ହେଇକି ଆମମାନେ ବସୁଛୁ। ଆମକୁ ନ୍ୟାୟ ଦରକାର ନାହିଁ, ଆମକୁ ଗୋଟେ ଜିଆଇ ଏକ୍ସଟେନସନ୍ ଦରକାର। ଆମ ପେଟ ପାଟଳର କଥା, ଆମ ଫ୍ୟାମିଲିର କଥା ନିଶ୍ଚିତ ଆପଣମାନେ ଶୁଣିବେ ବୋଲି ଆମର ଆଶା ଓ ବିଶ୍ୱାସ ନିଶ୍ଚିତ ଆମେ ରଖିଛୁ, ବାନ୍ଧି ବସିଛୁ ଯେ ଆପଣମାନେ ଟିକେ ଆମ ଦୁଃଖ ଦୁର୍ଦ୍ଦଶାକୁ ଆପଣମାନେ ଶୁଣନ୍ତୁ ବା ବୁଝନ୍ତୁ। ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଆମେ ତ ଦେଲେ, କଟକ ସଦର ବିଧାୟକଙ୍କୁ ଦେଲେ, ଯିଏ ଅଛନ୍ତି ଆମର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କୁ ଆମେ ଦେଇଛନ୍ତି ଯେ ଜିଆଇଏ ଏକ୍ସଟେନସନ୍ କରାଯାଉ ଗୋଟେ 8 ରୁ 18 ସମ୍ପର୍କରେ ଆମେ ଦେଇଛନ୍ତି। ସେ ନିଜେ ତ ଆମର ଏଇ ବିଧାୟକ ନିଜେ ଯିଏ ଇଂରାଜୀରେ ତାଙ୍କର ଭାଷଣକୁ ପ୍ରକାଶ କରୁଥିଲେ ବା ପରିବେଷଣ କରୁଥିଲେ ଆମର ବାଲିଯାତ୍ରାରେ, ଏଇ ବିଧାୟକ ନିଜେ ସ୍ୱୟଂ ବିଧାୟକ ନିଜେ ଆମର ବିଜେପିର ବିଧାୟକ। ସେ ଯାହା ବି ହେଉଛୁ, ଏ ଆମର ଭାଇ ଭଉଣୀମାନେ ବା ବନ୍ଧୁମାନେ ଯିଏ ଯାହା ବୁଝୁଛନ୍ତି ବୁଝନ୍ତୁ। ଆପଣମାନେ ଯାଇକି ପ୍ରକାଶ ସାର୍ଙ୍କୁ ନିଶ୍ଚିତ ଲେଟର ଦେଇଛନ୍ତି, ଦେଖିବା କ'ଣ ହେଉଛି ଆଗକୁ ଫଳପ୍ରଦ କ'ଣ ହେଉଛି। ତା ପୂର୍ବରୁ ଆମେ ନିଶ୍ଚିତ ଜଗତସିଂହପୁର ବିଧାୟକ ଯିଏ ଲୋକପ୍ରିୟ ବିଧାୟକ ଥିଲେ, ତାଙ୍କ ନାଁ ହେଉଛି ଅମରେନ୍ଦ୍ର ଦାସ, ଆମେ ତାଙ୍କୁ ବି ଦେଇଥିଲେ। ସିଏ ତ ନିଜେ ଏହି ହାଇ ପାୱାର କମିଟିର ଗୋଟେ ସଦସ୍ୟ ଥିଲେ ଅଛନ୍ତି। ଆମେ ତା ପୂର୍ବରୁ ଆମେ ଦେଇଥିଲେ କେନ୍ଦ୍ରାପଡ଼ା ଶାଖାର ଦେଇଥିଲେ ମହାକାଳପଡ଼ାର ଆମେ ଦୁର୍ଗା ପ୍ରସନ୍ନ ନାୟକ ସାର୍ଙ୍କୁ ଦେଇଥିଲେ, ମହୋଦୟଙ୍କୁ ଦେଇଥିଲେ। ସେ ନିଜେ ଦୁର୍ଗା ପ୍ରସନ୍ନ ନାୟକ ସାର୍ ମହୋଦୟ ଅଛନ୍ତି ଏଠି। ତା ପୂର୍ବରୁ ଆମେ ଦେଇଥିଲେ ଯେ ଆପଣମାନଙ୍କର
ବାଚସ୍ପତି ମ୍ୟାଡ଼ାମକୁ ଦେଇଥିଲେ, ଯେ ଅଛନ୍ତି ସୁଷମା ପାଢ଼ୀ, ନୟାଗଡ଼ ଜିଲ୍ଲାର ରଣପୁର ଠାରେ ଆମେ ନୟାଗଡ଼ ଜିଲ୍ଲାରେ ଆମେ ଦେଇଥିଲେ ସୁଷମା ମ୍ୟାଡ଼ାମକୁ ଦେଇଥିଲେ ଯେ ବାଚସ୍ପତି ଅଛନ୍ତି। ସିଏ ନିଶ୍ଚିତ ସମସ୍ତେ କହୁଛନ୍ତି ଯେ ଆପଣମାନଙ୍କ କଥା ବୁଝିବୁ, ଯେ କେବେ ବୁଝିବୁ କ'ଣ ହେବ, ସେଇ କଥା ତ ଗୋଟେ ପ୍ରଶ୍ନବାଚ ସୃଷ୍ଟି କରୁଛି ଆମ ମନରେ। ନିଶ୍ଚିତ ଗୋଟେ ଆମ କୁଠାରଘାତ ଆମର ହୃଦୟକୁ ହେଉଛି ବା ମର୍ମଚରକୁ ହେଉଛି, କୁଠାରଘାତ ହେଉଛି। ନିଶ୍ଚିତ ଆପଣ ମାନେ ଏଟାକୁ ବିଚାର କରନ୍ତୁ ଯେ ଆପଣମାନେ ଯେହେତୁ ଅଛନ୍ତି, ଦାୟିତ୍ୱରେ ଅଛନ୍ତି, ଯେ ଦାୟିତ୍ୱ ନଥାନ୍ତେ ଯଦି ଆପଣମାନଙ୍କୁ କୁହାଯାଇ ନଥାନ୍ତା। ଯେହେତୁ ଦାୟିତ୍ୱରେ ଅଛନ୍ତି ବା ଆପଣମାନେ 3 ବର୍ଷ ହେଇଗଲା ଆପଣ ଆସିବାର, ଯେ ଆପଣମାନେ ଏ ଦୁଃଖ ଦୁର୍ଦ୍ଦଶାକୁ ବୁଝିବା ଆବଶ୍ୟକତା ଅଛି। ୟା ପୂର୍ବରୁ ଦିଆହେଇଥିଲା ଆପଣଙ୍କର ଧର୍ମଗଡ଼ ଲୋକପ୍ରିୟ ବିଧାୟକକୁ ଦିଆହେଇଥିଲା, ଯେ ସୁଧୀର ରଞ୍ଜନ ପାଟଜୋଶୀ ସାର୍ ଅଛନ୍ତି, ତାଙ୍କୁ ବି ଦିଆହେଇଥିଲା। ନିଜେ ପାଟଜୋଶୀ ସାର୍ ପୁରା ଏକଦମ ଡ୍ରେସ୍ କୋଡ଼୍ରେ ଅଛନ୍ତି। ପାଟଜୋଶୀ ସାର୍ ହେଲା ବ୍ରାହ୍ମଣିଆ ଲୋକ, ଡ୍ରେସ୍ କୋଡ଼୍ରେ ଅଛନ୍ତି ଆଉ କ'ଣ। ନେକ୍ସଟ ଦିଆହେଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ଆଳିଖଣ୍ଡ ତରଫରୁ ଦିଆହେଇଥିଲା। ନିଜେ ମାନ୍ୟବର ଆଇନ ମନ୍ତ୍ରୀ ଥିଲେ ଯିଏ ଆମର ପୃଥ୍ୱୀରାଜ ହରିଚନ୍ଦନ, ତାଙ୍କୁ ବି ଦିଆହେଇଥିଲା। ନିଜେ ହେଡ୍ ମିନିଷ୍ଟର ଥିଲେ, ତାଙ୍କୁ ବି ଦିଆହେଇଥିଲା ପୃଥ୍ୱୀରାଜ ହରିଚନ୍ଦନ ସାର୍ଙ୍କୁ। ସିଏ ବି ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପ୍ରତିଶ୍ରୁତିଟା ଆମର ପ୍ରତିଶ୍ରୁତି ହେଇ ରହିଯାଉଛି, ଆଶା ହେଇକି ଆମେ ରହିଯାଉଛନ୍ତି, ଆଶା ଆମେ ବାନ୍ଧି ବସୁଛନ୍ତି। କିନ୍ତୁ ସେ ନିଜେ ଯେହେତୁ ଗୋଟେ ପାୱାରଫୁଲ୍ ମିନିଷ୍ଟର ହେଇକି ଅଛନ୍ତି, ତାଙ୍କର କଥାକୁ ନିଶ୍ଚିତ ଗୁରୁତ୍ୱ ରାଜ୍ୟ ସରକାର ବା ମୋହନ ସରକାର ଦେଉଛନ୍ତି, କିନ୍ତୁ ସେ ଟିକେ ଚିନ୍ତା କରିବା ଦରକାର ବା ଏମାନଙ୍କର ଦୁଃଖ ଦୁର୍ଦ୍ଦଶା ବୁଝିବା ଦରକାର। ତାଙ୍କର ନିଜର ବି କଲେଜ ଯେହେତୁ ପ୍ରାଇଭେଟ୍ କଲେଜ ଅଛି, ସେ ଟିକେ ଏ କଥା ବି ଚିନ୍ତା କରିବା ଆବଶ୍ୟକତା ଅଛି। ଦେନ୍ ଆମେ ଦେଖିବା ଯେ ପୁରୀ ଜିଲ୍ଲା ଶାଖା ତରଫରୁ ଆମେ ଦେଇଥିଲେ ପିପିଲି ବା ଡେଲାଙ୍ଗର ବିଧାୟକ ଯିଏ ଅଛନ୍ତି ଆଶ୍ରିତ ପଟ୍ଟନାୟକ। ଇଏ ତ ନିଜେ ଆପଣଙ୍କର ହାଇପାୱାର କମିଟିରେ ଏବେ ନିଜେ ସଦସ୍ୟ ଅଛନ୍ତି, ତାଙ୍କୁ ବି ଦିଆହେଇଥିଲା। ନିଜେ ହେଇଠି ଆପଣ ଡେଲାଙ୍ଗର ବିଧାୟକ ଯିଏ ପିପିଲି ବିଧାୟକ ଯିଏ ଅଛନ୍ତି ପଟ୍ଟନାୟକ ସାର୍, ତାଙ୍କୁ ଦିଆହେଇଥିଲା। ଦେଖ ଯେ ଏଠି ଯେଉଁ ଭାଇମାନେ ଅଛନ୍ତି ବା ଭଉଣୀମାନେ ଅଛନ୍ତି, ହସ ଆସୁଛି, କିନ୍ତୁ ଏ ହସଟା ଗୋଟେ କଷ୍ଟସାଧ୍ୟ ହେଇକି ଆସୁଛି, ଯେ ଗୋଟେ ସ୍ପଣ୍ଟାନିୟସଲି ଆସୁନାହିଁ। ଯେ କେଉଁଠି ନା କେଉଁଠି ଦୁଃଖ ଯନ୍ତ୍ରଣା ଭିତରେ ସମସ୍ତେ ନିଷ୍ପେଷିତ ହେଇକି ଅଛନ୍ତି ବା ପୀଡ଼ିତ ହେଇକି ଅଛନ୍ତି। ଏ କଥାକୁ ଆପଣମାନେ ବୁଝିବା ଆବଶ୍ୟକତା ଅଛି। ତା ପୂର୍ବରୁ ଆମର ସେଇ ରାଜ୍ୟ ଓଡ଼ିଶା ରାଜ୍ୟ ବିଧାୟକ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ଚିକିଟି ଖଣ୍ଡ ଆପଣ ଗଞ୍ଜାମ ଆପଣଙ୍କର ଇଏ ଯେଉଁ ଆନ୍ଧ୍ର ବର୍ଡ଼ରରେ, ସେଠି ଆମେ ବି ଦେଇଥିଲେ ଯେ ଲାଷ୍ଟ ବର୍ଡ଼ର ଆମର ଓଡ଼ିଶାର ବର୍ଡ଼ର ଜାଗାଟା ଚିକିଟି ଜାଗାଟା, ସେଠି ଆମେ ଦେଇଥିଲେ ଯେ ସ୍ୱୟଂ ନିଜେ ସାମନ୍ତରାୟ ସାର୍ଙ୍କୁ ଦିଆହେଇଥିଲା, ବିଧାୟକ ଯିଏ ଲୋକପ୍ରିୟ ବିଧାୟକ ଅଛନ୍ତି। ସେଠି ଥିଲେ ନିଜେ ସ୍ୱୟଂ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ନିଜେ ଥିଲେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ କିଏ ସେ ସୂର୍ଯ୍ୟବଂଶୀ ସୁରୋଜ ସାର୍ ମହୋଦୟ ଥିଲେ, ସେ ତାଙ୍କୁ ବି ଦିଆହେଇଥିଲା ଏଠି। ସେ ନିଜେ ବି ପ୍ରତିଶ୍ରୁତି ନିଶ୍ଚିତ ସେଠି ଦେଇଥିବେ, ସେ କେହି ତ କେବେ ପ୍ରତିଶ୍ରୁତି କି ବାହୁଡ଼େଇବେ ନାହିଁ, ସେ ବି ବାହୁଡ଼ି ନଥିବେ। ନିଜେ ବିଧାୟକ ବା ଏଠି ଆମେ ଦିଆହେଇଥିଲା ଆପଣଙ୍କର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦିଆହେଇଥିଲା। ଯେ ମନ୍ତ୍ରୀ ସାର୍ ନିଜେ ତ ୟଙ୍ଗ ଜେନେରେସନର ଯୁବପିଢ଼ି ବା ନେତା, ସିଏ ନିଶ୍ଚିତ ୟଙ୍ଗ ଜେନେରେସନ କଥା ବା ଦୁଃଖ ଦୁର୍ଦ୍ଦଶାକୁ ବୁଝିପାରିବେ ବୋଲି ଆମେ ଆଶା ବାନ୍ଧି ବସିବା। କିନ୍ତୁ ଆଶା ବାନ୍ଧି ବସି ବସି ବର୍ତ୍ତମାନ ସେ ପାୱାରକୁ ଆସିବାର 3 ବର୍ଷ ହେଇଯିବ, ପୁରା 3 ବର୍ଷ ହେଇଯିବ, କିନ୍ତୁ ସାର୍ ଟିକେ ବୁଝିବା ଆବଶ୍ୟକତା ଅଛି। ଦେନ୍ ଆମେ ଯେତେବେଳେ କହିବା ଯେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଏଇଠି ଗୋଟେ ଦାବିପତ୍ର ଦେଇଥିଲେ, ନିଶ୍ଚିତ ଗୋଟେ ଦାବିପତ୍ର ଦେଇଥିଲେ ଆପଣଙ୍କର ସେଇ କଟକରେ ଦାବିପତ୍ର ଦେଇଥିଲେ, ସମ୍ ନାୟକଙ୍କୁ ଦେଇଥିଲେ ଏଇଠି ଦାବିପତ୍ର, ଏଇଠି ଦିଆହେଇଥିଲା କଟକ ଶାଖା ତରଫରୁ ଦିଆହେଇଥିଲା ଦାବିପତ୍ର ଦିଆହେଇଥିଲା। ଏଠି ନିଆଳି ବିଧାୟକ ମଲ୍ଲିକ ସାର୍ଙ୍କୁ ଦିଆହେଇଥିଲା, ନିଆଳି ବିଧାୟକ ମଲ୍ଲିକ ସାର୍ଙ୍କୁ ଦିଆହେଇଥିଲା ଦାବିପତ୍ର, ଏଠି ଦିଆହେଇଥିଲା। ଦେନ୍ ଯେତେବେଳେ ଆମେ ଦେଖିବା ଯେ ଏସବୁ କଥାକୁ କାହିଁ କୁହାଯାଉଛି, ଯେ ପ୍ରାଥମିକ ଶିକ୍ଷକ ମହାସଂଘ ଯେଉଁମାନେ ଅଛନ୍ତି, ଏମାନେ ଲୋୟର ପିଏମ୍ଜି ବା ଭୁବନେଶ୍ୱରରେ ହାଇ ଲେବୁଲ ଏକ୍ସପୋର୍ଟ କମିଟି କି କଥାକୁ ନ ମାନି ଏମାନେ ନିଶ୍ଚିତ ଗୋଟେ ଷ୍ଟ୍ରାଇକ୍ରେ ବସି ଆସୁଛନ୍ତି ବା ବସିଥିଲେ। ଯେହେତୁ ବସିଥିଲେ, ସେମାନଙ୍କର ଗୋଟେ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ବାହାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଗଭର୍ଣ୍ଣମେଣ୍ଟ ପ୍ରତିଶ୍ରୁତି ଦେଇଛନ୍ତି। ଏମାନେ ଦୀର୍ଘ 25 ଦିନ ଧାରଣାରେ ଆଜକୁ ମାନେ ବସି ଆସୁଥିଲେ ବା ଏଟା ସୁଫଳ ମିଳିବ ବୋଲି, ସୁଫଳ ମିଳିଛି ବୋଲି ଆମେ ଆଶା କରିବା। ଏ କଥା ନିଶ୍ଚିତ ଏଠି ଏମାନେ ହେଇଠି ଲୋୟର ପିଏମ୍ଜିରେ ଆମର 25 ଦିନ ଧରିକି ଏମାନେ ବସି ଆସୁଥିଲେ। ନିଶ୍ଚିତ କଥା ଏଇଟା ଆପଣଙ୍କର ଫାଇନାଲ ରିପୋର୍ଟ ପ୍ରଦାନ କରିଛି, କିଏ କରିଛି? ହାଇ ପାୱାର କମିଟି ତାଙ୍କର 2 ଦଫା
दाबी को नहीं से फाइनल रिपोर्ट गोटे गवर्नमेंट को सबमिट कर जहाँ 30 पेज रो फाइनल रिपोर्ट सबमिट कर मुख्य मंग धरते सार धरते दीर्घ 25 दिन कष्टकर गणधारणा रे सफल बा सुफल होती निश्चित जे हाई पावर कमिटी राज्य सरकार को रिपोर्ट प्रदान करिसंती महासंघ तरफ एम जिंदाबाद कराई से जहाँ भी कराई से छाड़ दियो से कथा किंतु कथा है जितेबाला गोटे रेभुलेसन कथा स्टार्ट हम सेतबले निश्चित गोटे समाधान पंथा सृष्टि हो बा बाहर आमे कहवा जे प्रोब्लेम नहीं मैंने सॉल्यूशन नहीं ये भी ठीक कथा किंतु कथा है आमे चाहूना जे प्रोब्लेम करने किंतु आमे शांतिप्रिय भाव में निश्चित आमर प्रतिवाद को आमे उपस्थापना करुछंती बा जनाउछंती जो माने विधायक अछंती बा गवर्नमेंट तरफ अच्छा किंतु एमाने आम दुख दुर्दशा को बुझा आवश्यकता अच्छी आपण माने चैनल सहित जोड़ी होगी रही था यही चैनल आपण चैनल यहाँ मोर चैनल नहीं आपण मानकर चैनल निश्चित यही चैनल रे आपण मानक दुख सुख को आमे शेयर करवा आपण जे एका दुखी से कथा नुहंती आपण भली मु भी जड़े दुखी ये चैनल जी बनई से जहाँ भी हो जे आपण माने चैनल सहित जोड़ी होगी रही था टिके चैनल को किंतु आगु को जीव जे आपण माने वास्तव जीवन में निश्चित चिंता करिए बोली मु आशा करी आजिर वीडियो को ये मु समाप्त करी आपण मानकु निश्चित मोर हार्दिक प्रणाम जनाऊँच जे भगवान पाखरे जगन्नाथ पाखरे निश्चित एमानक कंठरे विजय हुंतु मोहन सरकार कंठरे विजय हुंतु जे खूब शीघ्र आमर न्यू जीआईए गोटे एक्सटेंशन कथा आसु ता भितर जो पेंशन कथा भी आसु से माने भी जो बड़ भाई माने बा सार माने रहिले से माने बड़ दुख जंत्रणा अच्छी से माने प्रायतः मेसेज कर आम पेंशन कथाटी मेसेज कर जे जगन्नाथ पाखे आम प्रार्थना करवा जे जगन्नाथ कंठरे विजय हूँ मोहन सरकार कंठरे विजय हूँ पेंशन कथाटी हो बा न्यू जीआईए गोटे एक्सटेंशन करूँ एति कही आज वीडियो को मुझे समाप्त करुच्ची जय जगन्नाथ जे आपण मानकु मु आउ थरे भी धन्यवाद जनाऊँगी आपण पाखे मु कृतज्ञ होउची जे आपण माने मो चैनल टाकू आगु आगु नबारे सहायक होउचंती।